ଆମର ମୁକ୍ତି ମାର୍ଗ ମଣ୍ଡଳୀର ଆମର ଯୁବ ସଭା ତରଫରୁ ଯୋଉଟାକି ଆମେ ଉଦ୍ୟୋଗ ସମିତି ପୁଣି ୟୁଥ ଫେଲୋସିପ ର ଆନୁକୂଲ୍ୟରେ ଏ ଜଳଛତ୍ର କରାଯାଇଛି ଆଜି। ଆଉ ଆଜି ସୁସ୍ୱାଦ ପାନୀୟ ଦ୍ୱାରା ସମସ୍ତଙ୍କୁ ପରିତୃପ୍ତ କରିବା ପାଇଁ ଏ ରୌଦ୍ର ତାପରେ ନିଶ୍ଚିତ ଭାବରେ ଜଳର ଆବଶ୍ୟକତା ରହୁଛି। ଆଉ ସମସ୍ତେ ତୃଷିତ ଥାଆନ୍ତି, ତେଣୁ ଏହାକୁ ଆମେ ଗୋଟେ ଦିନ କାର୍ଯ୍ୟକ୍ରମ ରଖିଅଛୁ। ଆଉ ଯାହାକି ଆମେ ଏ ସମସ୍ତ ଯିବା ଆସିବା ଲୋକମାନଙ୍କୁ ରୌଦ୍ର ତାପରେ ଯୋଉ ଯାଉଛନ୍ତି ସେମାନଙ୍କୁ ଆମେ ପାନୀୟ ଏଇ ଜଳ ଦଉଅଛୁ, ଆଉ ଯେପରିକି ସେମାନଙ୍କର ଟିକେ ତୃଷା ହେଲେ ମେଣ୍ଟିବ। ଆଉ ଏଇଟା ଆମର ଅନେକ ଦିନର ଯୋଜନା ଥିଲା, ଆଜି ସଫଳ ହେଇଛି। ଆଉ ନିଶ୍ଚିତ ଭାବରେ ମାନବ ସେବା ନିଶ୍ଚିତ ଭାବରେ ଆମମାନଙ୍କ ନିମନ୍ତେ ମଧ୍ୟ ଆଶୀର୍ବାଦର କାରଣ ଅଟେ। ଆଉ ଏଇ କାର୍ଯ୍ୟକ୍ରମ ଆଉ ହୁଏତ ଆମେ ଅନ୍ୟ ଦିନ ମଧ୍ୟ ରଖିବା ପାଇଁ ଚାହୁଁଅଛୁ। ଓ ଆଜି ଏହି ଦିନରେ ଆମେ ସମସ୍ତେ ୟୁଥ ଭାଇ ଭଉଣୀ ଆମର ଚର୍ଚ୍ଚ ତରଫରୁ ଆମେ ଅନେକ ଲୋକଙ୍କୁ ଏକ ଜଳ ମାଧ୍ୟମରେ ତାଙ୍କର ସେବା କରିବାକୁ, ଆମର ନିଜର ପ୍ରେମ ଦେଖାଇବାକୁ ଆମେ ନିଶ୍ଚିତ ପ୍ରକାର ଯୋଜନା କରି ଆମେ ଏଇ ରୁଦ୍ର ତାପରେ ଆମେ ସମସ୍ତଙ୍କୁ ଜଳର ବ୍ୟବସ୍ଥା କରିଅଛୁ। ଆଉ ଯେହେତୁ ଏଇଟା ଗୋଟେ ମିଶନ କ୍ୟାମ୍ପସ, ବହୁତ ଅନେକ ଲୋକ ଏଇ ହସ୍ପିଟାଲକୁ ଆସନ୍ତି ଚିକିତ୍ସା ହେବା ପାଇଁ, ରାସ୍ତାରେ ମଧ୍ୟ ଅନେକ ଲୋକ ଯାଆନ୍ତି। ଆଉ ଆଜି ଆମେ ସେ ସମସ୍ତଙ୍କୁ ଯେତେ ଜଣ ଏଠିରେ ଆସିଛନ୍ତି ଆମେ ସମସ୍ତଙ୍କୁ ସେମାନଙ୍କୁ ସାହାଯ୍ୟ କରିଅଛୁ ଜଳ ଦ୍ୱାରା। ଆଉ ନିଶ୍ଚିତ ପ୍ରକାରେ ପରମେଶ୍ୱର ଯେପରି ବାକ୍ୟରେ କହିଅଛନ୍ତି ଯେ ମୋ ନିକଟକୁ ଆସେ ସେ କେବେ ବି ତୃଷିତ ହେବ ନାହିଁ। ଆଉ ନିଶ୍ଚିତ ପ୍ରକାରେ ମୁଁ ବିଶ୍ୱାସ କରୁଅଛି ଯେ ଆଗାମୀ ଦିନମାନଙ୍କରେ ୟୁଥ ବାଲେ ଆହୁରି ଯେପରି ଅନ୍ୟ ଲୋକମାନଙ୍କର ସେବା କରିପାରିବୁ ସେହିପରି ମୁଁ